ଥିଲେ ମଧ୍ୟ ଯେହେତୁ ନାମ ସଂକୀର୍ତ୍ତନ କରାହଉଛି ଯୋଉଠି କେବଳ ଭାବ ପ୍ରେମରେ ପରିପୂର୍ଣ୍ଣ ସେଟା ଆଜ୍ଞା ଆନନ୍ଦଗତ ଦୁଃଖ ନଥାଏ। କିନ୍ତୁ ଏଭଳି ଗୋଟେ ସୁନ୍ଦର ପରିବେଶ ଭିତରେ ଆପଣଙ୍କର ଯୋଉ ସ୍ନେହ ଶ୍ରଦ୍ଧା ମୁଁ ତ ଭାବେ ଏଇଟା ମୋ ପାଇଁ କଥା କାରଣ ପିଲାବେଳେ ପଢ଼ି ଆସିଛୁ ପ୍ରତ୍ୟେକ ଘର ଲୋକମାନଙ୍କ ସହିତ ସ୍ନେହ ଶ୍ରଦ୍ଧା ମୁଁ କାଟି ପାରିଲି ଅଧଘଣ୍ଟା ଗାଇବା ଆପଣମାନଙ୍କ ଅପେକ୍ଷାରେ ପୂଜ୍ୟ ମଣିକ ମଣ୍ଡଳୀ ସର୍ବପ୍ରଥମେ ଜଣେ ଭକ୍ତ ପବିତ୍ର ହରିପୀଠରେ ଉପସ୍ଥିତ ହୋଇ ସେ ବିଶ୍ୱଚିନ୍ତାମଣି ଶିର ସୁନ୍ଦର ଶ୍ରୀମୟ ଠାକୁର ଜଗତର ନାଥ ଜଗନ୍ନାଥଙ୍କର ପଦରେ ମନ ପ୍ରାଣକୁ ଢାଳି ତା ଜୀବନ କିଛି ଦାରୁଣ ଦୁଃଖ ଜଣାଉଛି ଏକ ପୁରାତନ ଭକ୍ତିର ସମ୍ପର୍କ ଭୋଜନ ମାଧ୍ୟମରେ ଯାହାକୁ ଲେଖିଛନ୍ତି ପରମରାମ ଅଧିଷ୍ଠାତା ସ୍ୱର୍ଗଦ୍ଗୁରୁ ଅଭିରାମ ପରମହଂସ ଯୋଉ ଅଭିରାମ ପରମହଂସ ଯେ ଏଭଳି ଭାବରେ କୃଷ୍ଣଙ୍କର ପ୍ରେମରେ ବନ୍ଧାଇଥିଲେ ସେ କୃଷ୍ଣଙ୍କୁ କୋଉଠି ଦାସୀ ବୋଲି ତାଙ୍କ ପାଦରେ ସ୍ମରଣ କରିଛନ୍ତି ଗୋଟେ ସ୍ୱାମୀ ବୋଲି ସମ୍ବୋଧନ କରୁଛନ୍ତି ଆଉ ଗୋଟେ ଡାକିଛନ୍ତି ଆହେ ବିଭୁ ମହାବାହୁ ସୁନ୍ଦର ଗୀତ आहे विभु महाबाहु तुम्भ भाव भावी मोदी न जारू है चंद्रबादन आहे चंद्रबादन कथा जुगे जुगे थाऊ है चंद्रबादन कथा जुगे पिंडरे प्राण अच्छी जीवटा अच्छी जदि आपणकर पवित्र नाम को गाई गाई मोर पिंड प्राणटा चली जीवटा चली मु जुग जुग कीर्ति स्तंभ स्थापन करी कहले आहे रसराज मूर्ति तुम्हे परा मोर धन संपत्ति अभिराम परमहंस कृष्ण जगत रे धर्मर किए संपत्ति किए हे कृष्ण तमे मोर धन तमे मोर संपत्ति तमे मो प्राणर पति पुणी कहले कहे अभिराम बाई चातक मोरार रही चाही अभिराम परमहंस कहले हे वृंदावन बिहारी सातक पखी पराय हे अभिराम परमहंस आपनक कृपावारी की चाहिए अन्य नाही मोर आज संसार तुमको पाइछि खोजी प्रभु केते कष्ट करी करी मु आपनको पाइछि कोन आपनको छाई देबी पुण कोन लिखले तुम नाम जेते भाग्य
ତିନିଟା ଗାଇଥିଲା ପୁରା ଗାଇବା ପାଇଁ ଯେମିତି ଅସୁବିଧା ଘଟିକି ଯାହା ତଥାପି ଆପଣମାନଙ୍କ ଉପସ୍ଥିତ ପୂଜ୍ୟ ଭଗବତ ପ୍ରେମୀ ସଜ୍ଜନ ମଣ୍ଡଳୀ ଆଜିର ଏ ପବିତ୍ର ପୀଠରେ ନାମ ସଙ୍ଗୀତ ଅନୁଷ୍ଠିତ କରାଯାଇଛି। ବିଶେଷ ଜଣେ ମହାନ ବ୍ୟକ୍ତିତ୍ୱ ପାଇଥର ମହାପାତ୍ର ଆଜକୁ 14 ଦିନ ଇହରେ କରିଛନ୍ତି। ସ୍ୱର୍ଗୀୟ ଅମରାଙ୍କର ଶରୀର କାମନା ନିମନ୍ତେ ପୁତ୍ର କୋଶରୀ ମାନେ ବନ୍ଧୁବାନ୍ଧବ ଗହଣରେ ଏ ପବିତ୍ର ପୀଠରେ ଆରମ୍ଭ କରୁছে ନାମ ସଂକୀର୍ତ୍ତନ। କାହିଁକି ପଣ୍ଡିତ କଳିଯୁଗର ଶ୍ରେଷ୍ଠ ହଉଛି ନାମ। ନାମ ବିନା ଜୀବନ ମୁକ୍ତି ନଥାଏ। ପ୍ରାରମ୍ଭିକ ଗ୍ରାମର ଭଦ୍ରବ୍ୟକ୍ତି ମାନେ ସୁନ୍ଦର ଭାବରେ ମୁଁ ଶୁଣୁଥିଲି, ସୁନ୍ଦର ଭାବରେ ସଂକୀର୍ତ୍ତନ ପରିବେଷଣ କରୁଥିଲେ। ପିଲାଟି ଗାଉଥିଲା ବୋଧେ ବହୁତ ସୁନ୍ଦର ମ୍ୟୁଜିକ୍ ହଉଥିଲା। ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆପଣଙ୍କ ଚୈତନ୍ୟ ଚରିତ୍ରକୁ ପ୍ରମାଣ করে ଯାହା କହିଲେ ଲୋକ ଗୋସ୍ୱାମୀ କହିଲେ ହରେର ନାମ ହରେ ନାମକ କେବଳ ପଳଉ ନାସ୍ତେବ 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 ଅଚିନ୍ତା। ଇଏ କଳିଯୁଗ ଉଦ୍ଧାର ପାଇଁ ନାମ ଭରଣ ବ୍ୟତୀତ ଜୀବନ ଦ୍ୱିତୀୟ ପାଇଁ କିଛି ନାହିଁ ଅଛି କି? ପବିତ୍ର ଓଡ଼ିଆ ଭାଗବତ ସୁନ୍ଦର ଭାବରେ ଯାହାକୁ ଲେଖିଲେ ଅତି ବଡ଼ କହିଲେ କୃଷ୍ଣ ମୁରାତି ଭଗବାନ କଳିରେ ନାମ অতি সুন্দর ভাবে যাহাକୁ লেখিলে অতি বড়ি জগন্নাথ দাস সে কোন কহিলে কহিলে কৃষ্ণ মূর্তি ভগবান করিলে কেবল আবশ্যক। সে কাহি কহিলে প্রারম্ভিক ମୁଁ ଆପଣମାନଙ୍କୁ ଶୁଣୁଥିଲି ଯାହାକୁ କୁହାଯାଏ କଳିଯୁଗରେ ମହାମନ୍ତ୍ର, ଯାହାକୁ ଶୁଣିଲେ ସମସ୍ତ ପାପଟା ନିବୃତ୍ତ ହୋଇଯାଏ। ହରେ କୃଷ୍ଣ 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 ହରେ 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 ରାମ 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 ହରେ 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 ରାମ ବସିଛନ୍ତି। ଯେହେତୁ ରାମ ଭିତରେ କୃଷ୍ଣ ଅଛନ୍ତି କଳିଯୁଗ ତାଙ୍କ ନାମ ଗାଇଲେ ସମସ୍ତ ପାପଟାକୁ ନିବୃତ୍ତ ହେଇଯିବ। ଯଦି ଜଗନ୍ନାଥ କହିଲେ ଯେ କୃଷ୍ଣ ମୂର୍ତ୍ତି ଭଗବାନ କଳିଲେ କେବଳ ଆମ ସଂକୀର୍ତ୍ତନ କଳିଯୁଗ ନାମ ଗାଇଲେ ହେଇଯିବା। ସେଇ ଭାଗବତ କହିଲା କହିଲା ଯୁଗ ଯୁଗ ଏହି ମତେ ভগবান কলিলে কেবল নাম সংকীর্তন কলিযুগরে নামকু গাইলে বা শুনিলে আমি বা কোথায় যাবা পুরি ভাগবত গলা যুগ যুগে এই মতে পরমানন্দ মতে। আচ্ছা বর্তমানে কোন যুগরে আসব এটা কলিযুগ। আচ্ছা যেতটা যুগ আছে সবটার ভালো যুগ কহিলে কোটা ভালো কলিযুগ কলিযুগ আমাদের পার্টি করে ঝগড়া করি বলতে বন্ধু আমি কলিযুগ কহুনে কলিযুগ সবটু ভালো প্রকৃত নাই সত্য কথা। সংসারে গোস্বামী তুলসী পবিত্র তুলসী মানে কহিলে কহিলে কলিযুগ সমাজুগ আন নহি হে কলিযুগ সমাজুগ Hey!
कलियुग समजुग आनंद ही जौनर करे विश्वास घरारे जेतुड़ा जुग अछि सब श्रेष्ठ ला कलियुग कलियुग भला जुग नाही जौनर बा मनुष्य ही कथा विश्वास करी गाई नाम गुण विमल सतर भव प्रयास करे भक्ति भाव रे प्रभु को नाम को अर्चना मंत्र कीर्तन करे से माया संसार करिया श्रेष्ठ कलियुग आदि कहिले जगन्नाथ लबे निमिषा क्षणले से क्षणले से ये कली जुगरे जीए जो थाऊ ना कहीं जो राज्य थाऊ जो ग्राम थाऊ जो देश थाऊ जदि थरे भक्ति चित्तरे नर प्रेमास बड़े प्रभु को नाम को अर्पण मंत्र कीर्तन भजन करे ताले माया संसार कर जाए ये संसार करले पहले श्रेष्ठ होची एकमात्र नाम केडे सुंदर से नाम रस जहा सुनिले समस्त पापटा विभूत हो जाए जदि बा इच्छा मते बहुत भजन होया बे यार बसंत आपनकर अंचल विशिष्ट सुनाम धन्य व्यक्तित्व गीतिकार हमर बसंत बाबू जहाँ कर गोटे गीत अपन देखिए गोटे दिन शुणी 50,000 लोक तार गीत मुझे गाई कोरोना गीत गाई बहुत गीत से लिखिं आप देखुए बस आप 10-12 गीत गाई मन मोर पड़ुनी कौन गाई गाई करुच्छी मोर 70 कोटी प्रणाम एत सुंदर व्यक्ति एत सुंदर लेखा बसंत बाबूर ये काली पड़े गीत सुंदर गीत ये पवित्र नाम है संसार शेष बोला के मधुर
କିଛି ନୂଆ ନୁହେଁ ବହୁତ ପ୍ରୋଗ୍ରାମ କରିଛି ମୋ ଲେଖକ ଗୁରୁ ପ୍ରାଣ ସାହୁ ତାଙ୍କ ଦେହ ଖରାପ ସେ ଆସିପାରୁନାହାନ୍ତି ମତେ ଜ୍ୱର ହେଲେ ମଧ୍ୟ ଆପଣ ସେ ସଦା ଆଣି ଆଣିଲା 3 ଘଣ୍ଟା ପ୍ରୋଗ୍ରାମ ଅଧଘଣ୍ଟା କେତେବେଳେ 3 ଘଣ୍ଟା ମତେ ଗାଇବା ଭଲସରେ ପଡ଼ିଲା ଯାହା ବେଶୀ ସମୟ ନେବାନି ସୁନ୍ଦର ଲେଖାଟି ଯାହାଙ୍କ ଲେଖାଟି ଅଳ୍ପ ଦିନ ଭିତରେ ଲକଡାଉନ ହେଇନଥିଲା ମୁଁ ଆକାଶବାଣୀ ରେକର୍ଡିଂ କରିଥିଲି ଗୀତଟା ବହି ନାଁ ହେଉଛି ଅଭିଶପ୍ତା କିଶୋରୀ ରାଧାଙ୍କର ଭାବ ବହିଟା ଅଧଘଣ୍ଟା ହେଇଛି 3 ମିନିଟ୍ ଆଡଭର୍ଟାଇଜ ଅଛି 28 ମିନିଟ୍ ବହିଟା ରେକର୍ଡିଂ କରିଛି ଗୀତ ସେତିକି ସମୟ ଆମେ ଗାଇବା ଘଟଣା ଓଡ଼ିଶୀ ଗୀତ ଯୋଉଟା ଗାଇଦା ଜିନିଷ ନୁହଁ ପିଲାମାନେ ତ ବଢିଆ ବାଦ୍ୟ ପରିବେଷଣ ଓଡ଼ିଶୀ ମାନେ କ୍ଲାସିକାଲ ପ୍ରତ୍ୟେକ ରାଗ ତାଳ ବୋଲି ଓଡ଼ିଶୀ ଗୀତ ସବୁବେଳେ ଇୟାର ଭିତରେ ଉତ୍ପତ୍ତି ହେଇଛି ଯେତେଟା ତାଳବାଦୀ ଉତ୍ପତ୍ତି ୟାର ଭିତରେ ହେଇଛି ଓଡ଼ିଶୀ କୀର୍ତ୍ତନ ସବୁଠୁ ଶ୍ରେଷ୍ଠ ମୁଁ ଭାରି ପସନ୍ଦ କରେ ଯେ ପବିତ୍ର ଇତି ପ୍ରୋଗ୍ରାମ କଳା ସଂସ୍କୃତି ପରିପୂର୍ଣ୍ଣ ପ୍ରତ୍ୟେକ କ୍ଷେତ୍ରରେ କଳାକାର ମଧ୍ୟ ଅଛନ୍ତି ଅନେକ ଲେଖକ ଅନେକ ଗୀତିକାର ଅଛନ୍ତି କଳାକାର ମଧ୍ୟ ଅଛନ୍ତି ସେଠି ଆଜି ଏଭଳି ସୁନ୍ଦର ଆକର୍ଷଣ ପିଲାମାନେ ଯୋଉ ବଢିଆ ତାଙ୍କର ତାଙ୍କୁ ଧନ୍ୟବାଦ ଜଣାଉଛି ତାଳ ପକେଇଟା ବଡ କଥା ପ୍ରତ୍ୟେକ ରାଗରେ ଆମେ ଗୀତ ଗାଇବା ପ୍ରତ୍ୟେକ ତାଳରେ ଆମର ଗୁରୁ ପ୍ରାଣ ସୁଖାର ଲେଖା ଅଭିଶପ୍ତା କିଶୋରୀ 2-4 ଗାଇବା ଘଟଣା ଆଜ୍ଞା ହେଇଛି କଣ ହଉ ଶୁଣ ହେ ସୁଜନ ପବିତ୍ର